ସମ୍ମାନୀୟ ଉପସ୍ଥିତ ସମ୍ଭୂଷିତା ବିଦ୍ୟାଳୟର ଏସ୍ଏମ୍ସିର ସଦସ୍ୟଗଣ ଏବଂ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମୋର ଶ୍ରଦ୍ଧେୟ ଛାତ୍ରଛାତ୍ରୀ, ଆଜି ଯେ ନୂତନ ବର୍ଷ 2026ର ହାର୍ଦ୍ଦିକ ଅଭିନନ୍ଦନ। ଏହି ନୂତନ ବର୍ଷରେ ଆପଣମାନଙ୍କର ସୁଫଳ ମୁଁ କାମନା କରୁଛି ଏବଂ ଏହି ଦିବସରେ ଯେ ଆମର ଏହି ଅଧିବେଶନଟି ଆରମ୍ଭ ହୋଇଛି, ବିଦ୍ୟାଳୟର ଆମର ଅଭାବ ଅନଟନରେ ଚାଲିଛି ଏବଂ ତାକୁ ଆମେ କିଭଳି ଭାବରେ ଆହୁରି ସୁଚାରୁ ରୂପେ ଭଲ କରିପାରିବା ତାହା ଆପଣମାନଙ୍କର ମତ। ଖୁସିର କଥା, ଆମର ମୁଖ୍ୟମନ୍ତ୍ରୀ ପୁରସ୍କାର ନିମନ୍ତେ ଆମ ବିଦ୍ୟାଳୟରେ ପୋର୍ଟାଲ ଅଛି, ଆମ ବିଦ୍ୟାଳୟରେ ପକାଇବା। ତା ପାଇଁ ଆମ ବିଦ୍ୟାଳୟରେ କ'ଣ ସବୁ ଆବଶ୍ୟକ ହେଲେ ଆମ ବିଦ୍ୟାଳୟଟି ସରସ ସୁନ୍ଦର ହୋଇପାରିବ, ଶିକ୍ଷାର ଉନ୍ନତି ହୋଇପାରିବ, ପ୍ରତ୍ୟେକ ଦିଗରେ କିଭଳି ଆମେ ଉନ୍ନତି କରିପାରିବା ତାହା ଆପଣମାନଙ୍କର ମତ ଆସିଲେ ସୁଚାରୁ ରୂପେ ତାକୁ ଆମେ ବିଚାର କରିବା ଏବଂ ସରକାରଙ୍କୁ ନିବେଦନ କରିବା। ଆମ ବିଦ୍ୟାଳୟରେ ଯେତେବେଳେ ଶ୍ରେଣୀଗୃହ ଅଛି, ସେହି ତୁଳନାରେ ଆମ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ସଂଖ୍ୟା କମ୍ ଅଛି। ନିହାତି ପ୍ରତ୍ୟେକ ଶ୍ରେଣୀକୁ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ। ଆମ ବିଦ୍ୟାଳୟରେ ମାତ୍ର 6 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ଯଦି ସରକାର ଆମ ବିଦ୍ୟାଳୟକୁ ଆଉ ଅଳ୍ପ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗାଇ ଦିଅନ୍ତେ, ତେବେ ଆମେ ଆମ ଭବିଷ୍ୟତ ଭଲ ଭାବରେ ଗଢ଼ିପାରନ୍ତୁ, ଆମ ଜୀବନ ଉଜ୍ଜଳମୟ ହୋଇପାରନ୍ତା ଏବଂ ଆମ ବିଦ୍ୟାଳୟର ନାମକୁ ଆମେ ଉଜ୍ଜଳ କରିପାରନ୍ତୁ। ଆବଶ୍ୟକତା ତ ଅନେକ, ଆବଶ୍ୟକ ମଧ୍ୟରୁ କେତେକ ଆମର ନିହାତି ଆବଶ୍ୟକ। ଯେମିତିକି ଆମର ପିଲାମାନେ ବସି ଖାଇବା ପାଇଁ ଭୋଜନାଳୟ ଅଛି ନା ନାହିଁ, ସେଇଟା ଗୋଟେ ସରକାରଙ୍କ ପାଖରେ ଆଗରୁ ବି ଆବେଦନ ହେଇଛି, ଏବେ ବି ସେଟା ପୂରଣ ହେଇପାରିଲାନି, ସେଇଟା ଗୋଟେ ସରକାରଙ୍କ ନିବେଦନ। ଦ୍ୱିତୀୟତଃ ଆମ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା ଅଭାବ ଥିବା ସତ୍ତ୍ୱେ ଏବେ ଯେଉଁ ଦିଦିଙ୍କର ରିଟାୟାର୍ଡ ହେବେ, ଦିଦିଙ୍କର ଯେଉଁ ବିରାମ ନିଆଯିବ, ତା ପାଇଁ ଅଧିକ ଅଭାବଟା ଅଧିକ ଅନୁଭୂତ ହେବ। ତେଣୁ ପିଲାମାନଙ୍କର ଭବିଷ୍ୟତ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ନିତ୍ୟାନ୍ତ ଆବଶ୍ୟକ। ତେଣୁ ସରକାରଙ୍କୁ ଏତିକି ନିବେଦନ, ଆବଶ୍ୟକ ଅନୁଯାୟୀ ପ୍ରତି କ୍ଲାସକୁ ଜଣେ ଜଣେ ଶିକ୍ଷକ ନିହାତି ଆବଶ୍ୟକ। ଶିକ୍ଷକ ଶିକ୍ଷୟିତ୍ରୀର ଅଭାବ ହେଲେ ପିଲାମାନଙ୍କର ପାଠପଢ଼ା ବିଶୃଙ୍ଖଳିତ ହେବ। ସରକାରଙ୍କ ପରାମର୍ଶ ଅନୁଯାୟୀ ଯେଉଁ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷକ ସ୍କୁଲ ଭିତରକୁ ଅଣାଯାଇଛି ଶିଶୁ ବାଟିକାକୁ, ସେମାନଙ୍କ ପାଇଁ ଜଣେ ସେବିକା ଦରକାର। ଛୋଟ ଛୋଟ ପିଲାମାନେ କ'ଣ କରିବେ କ'ଣ ନାହିଁ, ତାଙ୍କ ପାଇଁ ଜଣେ ନିହାତି ଦରକାର, ତାଙ୍କ ପାଇଁ ଜଣେ ସେବିକାର ନିତାନ୍ତି ଆବଶ୍ୟକ। ଏତିକ ଆମ ସ୍କୁଲ ଅଭାବ। ତା ଭିତରେ ତ ଆଉ ଏମିତି ଠିକ୍ ଠାକ୍ ଚାଲିଛି, ଆମର ପିଲାମାନଙ୍କୁ ଖାଦ୍ୟ ପରିବେଷଣ, ପିଲାମାନଙ୍କ ସ୍ୱାସ୍ଥ୍ୟ ଠିକ୍ ଠାକ୍ ଦେଖାଯାଉଛି, ପାଠପଢ଼ା ବି ଠିକ୍ ଠାକ୍ ଚାଲିଛି। ବାସ୍ ଏତିକି। ଜୟ ଜଗନ୍ନାଥ। ଆମର 2024-25ର ଆମର ମୁଖ୍ୟମନ୍ତ୍ରୀ ପୁରସ୍କାର ଆମ ସ୍କୁଲକୁ ଦିଆଯାଇଥିଲା। ଆମର ଭୁବନେଶ୍ୱରରୁ ଜଏଣ୍ଟ ଡାଇରେକ୍ଟର ଆସିଥିଲେ। ଆମର ଆସିବା ଫଳରେ ଭଲ ଭାବେ ବାତାବରଣ ଦେଖିଥିଲେ। ପ୍ରତ୍ୟେକ ପିଲାଙ୍କ ଖାଇବା ମଧ୍ୟାହ୍ନ ଭୋଜନ ଯାଞ୍ଚ କରିବେ
ଯାଇଥିଲେ ଆମର କେତେ କ'ଣ ମାର୍କ ରହିଲା ଆମେ ଏପର୍ଯ୍ୟନ୍ତ କିଛି ଜାଣିପାରିଲୁ ନାହିଁ। ଯେତେ ଶୀଘ୍ର ଆସିଲେ ଆମେ ଜାଣିପାରୁଛୁ ଆମ ସ୍କୁଲଟି କେଉଁ ସ୍ତରରେ ଅଛି। ଯେ ଆମେ ପୁନର୍ବାର 2025-26ର ପୁଣି ଥରେ ଦେବା ପାଇଁ ଆମେ ଇଚ୍ଛା କରୁଛୁ। ଏମିତି ଠାକୁରଙ୍କ ଦୟାରୁ ଆଉ ଥରେ ଆମ ସ୍କୁଲ ଦେବୁ। ଯେହେତୁ ଆମେ ଜାଣିପାରିଲୁ କ'ଣ ହେଲା ତା ପରବର୍ତ୍ତୀ ସମୟରେ ଜାଣିପାରିଲୁ। ଯାହା ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କର ସୁମତାମତ ଆମେ ଯେ ସରକାରଙ୍କୁ ଜଣାଇବା ଏବଂ ସେଥିରୁ କେତେ ଉପକୃତ ହେବା ତା ଠାକୁରଙ୍କର ଦେବା।